ସମସ୍ତେ ଅଲଗା ଅଲଗା କପଡ଼ା ପିନ୍ଧିଥାନ୍ତି। ସମସ୍ତଙ୍କର ବୟସ ବି ଅଲଗା ଅଲଗା। ସମସ୍ତଙ୍କର ନାଁ ବି ଅଲଗା ଅଲଗା। ଶରୀରର ରଙ୍ଗ ବି ଟିକେ ଟିକେ ଅଲଗା ଅଲଗା। ଓଜନ ବି ସମସ୍ତଙ୍କର ଅଲଗା ଅଲଗା। କିନ୍ତୁ ସମସ୍ତଙ୍କୁ ପାଣି ଦରକାର। କିଛି ଜିନିଷ ଅଛି ସମସ୍ତଙ୍କୁ ହିଁ ଦରକାର। ଆଧ୍ୟାତ୍ମିକ ଜିନିଷ ସେ ତୁମକୁ ମନେ ପକାଇଥାଏ ଯେ କି ସମସ୍ତଙ୍କୁ ଦରକାର ହିଁ ସେଇ ଜିନିଷ। ସିଏ ହେଉଛି ଚେନ୍, ଶାନ୍ତି। ଆଧ୍ୟାତ୍ମିକ ଭାଷାରେ ମୁକ୍ତି, ଶାନ୍ତି। ସେତେବେଳେ ଆମେ କେବେ କୁହନ୍ତିନି ଯେ କି ତାର ଦରକାର ଅଲଗା ଆଉ ମୋର ଦରକାର ଅଲଗା ବୋଲି। କିନ୍ତୁ ସମସ୍ତଙ୍କର ପାଇବାର ଆଶା ଅଲଗା ଅଲଗା। କିନ୍ତୁ ସମସ୍ତଙ୍କୁ ପାଣି ଦରକାର। ଅକ୍ସିଜେନ୍ ସମସ୍ତଙ୍କୁ ଦରକାର। ଆମର ଯେଉଁ ହୃଦୟ, ସମସ୍ତଙ୍କର ହୃଦୟ ସେ ସବୁବେଳେ ଭାଗେ, ସବୁବେଳେ ମାଗିଥାଏ କ'ଣ? ଶାନ୍ତି। ଆମକୁ ଦେଖିବାକୁ ପଡ଼େ ଯେ କି ଆମେ ଯଦି କାହା ସହିତ ସମ୍ପର୍କ ବାନ୍ଧୁଛନ୍ତି, ସମ୍ପର୍କ ଯେ କି ସ୍ୱାମୀ ସ୍ତ୍ରୀ ନୁହଁ, ଯେକୌଣସି ସାଙ୍ଗ ହଉ, ସାଥୀ ହଉ, ଯେକୌଣସି ସମ୍ପର୍କ ହଉ, କୌଣସି ବସ୍ତୁ ହଉ, କୌଣସି ବ୍ୟକ୍ତି ହଉ, ଯାହା ସହିତ ଆମେ ସମ୍ପର୍କ ରଖୁଛନ୍ତି, ଯେ କି ଆମ ଜୀବନରେ ଯେକୌଣସି ଜିନିଷ ଆମେ ଆଣୁଛନ୍ତି ନା, ତାକୁ ଆମେ ପଚାରିବା ଜରୁରୀ ଯେ କି ମୁଁ ୟାକୁ ଆଣୁଛି କ'ଣ ମୋ ଜୀବନର କାମରେ ଆସିବ? ମୋତେ ଯେଉଁ ଶାନ୍ତି ଦରକାର, ସେ ଜିନିଷ ଆଣିଲେ କି ସେ ସମ୍ପର୍କ ବାନ୍ଧିଲେ କ'ଣ ମୋତେ ଶାନ୍ତି ମିଳିବ? ଆମ ନିଜକୁ ନିଜେ ପଚାରିବା ଦରକାର। ଏମିତି ନୁହେଁ ତ ଯେ କି ମୋତେ ପାଣି ଦରକାର, ମୁଁ କିରୋସିନ ଆଣିକି ପିଉଛି। କାହିଁକି ନା ଯେ କି କିରୋସିନ ଆଡ଼ଭର୍ଟାଇଜ୍ ଅଧିକ ଦେଉଛି। କାହିଁକି ନା ଯେ କି ମୁଁ ଯାହାକୁ ମାନୁଛି ବହୁତ ବଡ଼ ଲୋକ, ସେମାନେ ହିଁ କହୁଛନ୍ତି ଆଡ଼ଭର୍ଟାଇଜ୍ରେ। ସେମାନେ ଚିଲେଇ ଚିଲେଇକି କହୁଛନ୍ତି ଯେ କି ତୁମେ କିରୋସିନ ପିଅ ବୋଲି। ତ ୟାକୁ ଆମକୁ ଜାଣିବାକୁ ପଡ଼ିବ ଯେ କି ମୋତେ ଦରକାର କ'ଣ? ମୁଁ ଯେଉଁ ସମ୍ପର୍କ ବନାଉଛି ତା ଦେହରୁ ମୋତେ କ'ଣ ମିଳିବ? ଶାନ୍ତି ମିଳିବ ନା ମୋତେ ଆହୁରି ଅସୁବିଧାରେ ପକାଇବ?